ଅଛି ଅଯୋଧ୍ୟା ଭୁବନ। ହେଲେ ମାରୁତି ମୋର ଫେରିବା ପର୍ଯ୍ୟନ୍ତ ମୁଇଁ କେତେ କ୍ଷଣ କରିଲି ଅପେକ୍ଷା, ହେଲେ କାହିଁ ପାଇଁ ଫେରିବା ପାଇଁ କରୁଛି ବିଳମ୍ବ। ପ୍ରଭୁ ମାରୁତି ପ୍ରଣାମ ପ୍ରଭୁ। ମାରୁତି ଆପଣଙ୍କ ଆଜ୍ଞାରେ ସବୁ କାର୍ଯ୍ୟ ହୋଇଛି ସାଧନ ପ୍ରଭୁ। ଏବେ ଆଣିଅଛି ମାତାଙ୍କୁ ମହର। ଧନ୍ୟରେ ମାରୁତି। ଏବେ କିପରି ବଧ କରିବା ସେଇ ପାପୀ ସହସ୍ର ରାବଣ। ଏବେ ଚିନ୍ତା କରନ୍ତୁ ପ୍ରଭୁ, ଏବେ ଚିନ୍ତା କରନ୍ତୁ ତୁମେ। ହଁ ଚାଲ ବ୍ରହ୍ମାଣ୍ଡରେ ବଳିୟ ନ ହୋଇଛି ଅସୁର, କିପରି ବଧ କରିବି ମୁଇଁ ଯେ ଏକାକୀ। ହଁ ହଁ ମୋର ପୁଣି ବଧ ଲୋଡ଼ିବ ପାମର। ଅଗ୍ରଜ ଜାନକୀ ନିଶ୍ଚୟ ଶୂନ୍ୟବାଣୀ କହିଗଲେ ମୋତେ ନିୟତି ଛେଚାଡ଼। ପ୍ରଭୁ ତୁମର ଉଲ୍ଲଗ୍ନ ଦେଖିଲେ ନିଶ୍ଚୟ ମରିବ ଅସୁର। ଅଗ୍ରଜ ଜାନକୀ এই ଧରାଧାମକୁ ଆମେ ଜନ୍ମ ଲାଭ କରିଛେ ଦୁଷ୍ଟ ଦାନବଙ୍କୁ ବଧ କରିବା ପାଇଁ। ହଁ ଜାନକୀ ଏ ମେଦିନୀର ଭାରା ଉଶ୍ୱାସ କରିବା ପାଇଁ ଆମେ ମାନବ ଜନ୍ମ ଅବତାର କରିଅଛି ଏହି ମର୍ତ୍ତ୍ୟଧାମରେ। ଅଗ୍ରଜ ଜାନକୀ ଆରେ ବୁଝିବାକୁ ଚେଷ୍ଟା କର ଜାନକୀ, ନିଶ୍ଚୟ ତୁମର ଉଲ୍ଲଗ୍ନ ଦେଖିଲେ ଅସୁର ମରିବ ଅବଶ୍ୟ। ଅଗ୍ରଜ ନା ରଘୁନାଥ, ଅସମ୍ଭବ ଲାଗେ ମତେ ଶୁଣିଏ ଏହି କଥା। ପ୍ରଭୁ ଜାନକୀ ଯଦି ତୁମେ ନ ମାରିବ ସେହି ଅସୁର, ଏହି ସୃଷ୍ଟି ବିହୁ ନ କରିଦେବେ ସେହି ଦାନବ ରାକ୍ଷସ, ନଷ୍ଟ ହୋଇଯିବ ଏହି ମାନବ ସମାଜ। କିପରି ଆମେ ପାଇବା ପୂଜା ଜାନକୀ, କିପରି ଆମେ ପାଇବା ଯେ ପୂଜା, କିପରି ଆଉ ରହିବ ଏହି ମାନବ ସମାଜ। କଥାରେ ମାନ ଜାନକୀ, ମୋ କଥାରେ ମାନ। ଦୁଷ୍ଟଙ୍କୁ ସଂହାର କରିବା ପାଇଁ ତୁମେ ପରା ଅଗ୍ନି ସମ୍ଭୂତା। ତୁମ ଅଗ୍ନି ଜ୍ୱାଳାରେ ତାଙ୍କୁ ଧ୍ୱଂସ କରିଦିଅ ଜାନକୀ, ତୁମ ଅଗ୍ନି ଜ୍ୱାଳାରେ ତାଙ୍କୁ ଧ୍ୱଂସ କରିଦିଅ। ଦେବତାଙ୍କ ହିତେ ଜନ୍ମ ହୋଇଛି ମୋହର। ଚାଲ ସର୍ବେ ଯୁଦ୍ଧ ଯାତ୍ରା କର ଆୟୋଜନ। ଆସନ୍ତୁ ପ୍ରଭୁ। ଏଇକ୍ଷଣି ଚଳିଯିବା ଆମେ ଦାନବ ନିକଟେ। ଆସନ୍ତୁ ନିଶ୍ଚୟ ନିଶ୍ଚୟ ଜାନକୀଙ୍କୁ ଦେଖିଲେ ସେହି ପୁଷ୍ପ ବଣରେ ହୋଇବ ବିମୋହିତ। ନିଶ୍ଚୟ ନିଶ୍ଚୟ ଦାନବ ହୋଇବ ନିଧନ। ଶୀଘ୍ର ଚାଲନ୍ତୁ ଅଗ୍ରଜ। ଜୟ ଶ୍ରୀରାମ।